ବସରେ ପବନ, ଜୀବନ ଏବଂ ମା ଠାକୁରାଣୀ ବସି କିଛି ଆଲୋଚନା କଲାବେଳେ ହଠାତ୍ ଗୋଟିଏ ପିଲା ଆସି କହିବ, ଜୀବନ ଭାଇ ଜ୍ୟୋତି ଦିଦିଙ୍କୁ ପୋଲିସ ଉଠେଇ ନେଇଛି। ତାପରେ ପବନ ଏବଂ ଜୀବନ ଏହା ଶୁଣି ଦୁହେଁ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଜୀବନ ପୋଲିସ ଷ୍ଟେସନ ଧାଇଁଯିବେ। ଯାଇ ପଚାରିବେ ଜ୍ୟୋତିଙ୍କୁ, ଜ୍ୟୋତି ତୁମେ ଠିକ୍ ଅଛ? ଜ୍ୟୋତି କହିବେ, ହଁ ମୁଁ ଠିକ୍ ଅଛି। ତାପରେ ଜୀବନ ରାଗିଯାଇ କହିବେ, କିଏ ୟାଙ୍କୁ ଏଥିରେ ପୁରେଇଛି ହାଜତରେ? ଏବଂ ଜଣେ କନେଷ୍ଟବଳ କହିବ, ସେଠି ଅଛନ୍ତି ସେ। ତାପରେ ଜୀବନ ଯାଇ ସେଇ ପୋଲିସକୁ ପଚାରିବେ ଯେ ତମର ସାହସ କେମିତି ହେଲା ମୋ ସ୍ତ୍ରୀକୁ ପୋଲିସ ଥାନାର ହାଜତରେ ପୁରାଇବାକୁ? ଏପଟେ ଜ୍ୟୋତି କହୁଥିବେ, ତାଙ୍କୁ ଭଲ କରି ପାନେ ଦିଅ, ଯେଭଳି ତାଙ୍କୁ ତାଙ୍କ ମାମୁଙ୍କ କଥା ମନେ ପଡ଼ିବ। ଏଇ କଥା ଶୁଣି ପୋଲିସ ଜଣକ ରାଗିଯିବେ ଏବଂ ସେ ଜୀବନଙ୍କ ଉପରକୁ ହାତ ଉଠାଇବେ, ଯେଭଳି ଏକ ମଥ ମାରିବେ ଏବଂ ଜୀବନ ମଧ୍ୟ ତାହା ଦେଖି ତାଙ୍କୁ ଏକ ମଥ ମାରିବାକୁ ତାଙ୍କ ଉପରୁ ହାତ ଉଠାଇବେ। ଏପଟେ ଜ୍ୟୋତି ମଧ୍ୟ ଜୀବନକୁ ଆହୁରି ଏନକରେଜ କରିବାକୁ ଚେଷ୍ଟା କରୁଥିବେ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି ଏଇ ଯେଉଁ ନୂଆ ପୋଲିସ ଜଣକ ଆସିଛନ୍ତି, ଜ୍ୟୋତିଙ୍କ ସହିତ ୟାଙ୍କ ସମ୍ପର୍କ କ'ଣ ଏବଂ ଜୀବନଙ୍କ ସହିତ ୟାଙ୍କ ସମ୍ପର୍କ କ'ଣ? ସେ କାହିଁକି ଆସିଲେ?